ଗାନ୍ଧୀ ଦକ୍ଷିଣ ଆଫ୍ରିକା ଡରବାନରେ ପହଞ୍ଚିବା ମାତ୍ର 7 ଦିନ ପରେ ତାଙ୍କୁ ମୋକଦ୍ଦମା ସଂକ୍ରାନ୍ତରେ ପ୍ରିଟୋରିଆ ଯିବାକୁ ପଡ଼ିଲା। ପ୍ରିଟୋରିଆକୁ ସେତେବେଳେ ସିଧାସଳଖ ଡରବାନରୁ ଟ୍ରେନ୍ ନଥାଏ, ତେଣୁ ଗାନ୍ଧିଜୀଙ୍କୁ ପ୍ରଥମେ ଡରବାନରୁ ଗୋଟିଏ ଟ୍ରେନ୍ରେ ଚାର୍ଲସଟାଉନରୁ ପୁଣି ଅନ୍ୟ ଏକ ଟ୍ରେନ୍ରେ ଜୋହାନ୍ସବର୍ଗ ଏବଂ ଆଉ ଏକ ଟ୍ରେନ୍ରେ ଜୋହାନ୍ସବର୍ଗରୁ ପ୍ରିଟୋରିଆ ଯିବାର ବ୍ୟବସ୍ଥା ଥାଏ। ଗାନ୍ଧିଜୀ ଜୋହାନ୍ସବର୍ଗରେ ପହଞ୍ଚି ଅନ୍ୟ ଏକ ଟ୍ରେନ୍ରେ ପ୍ରିଟୋରିଆ ଯିବା ପାଇଁ ବସିଲେ। ତାଙ୍କ ପାଖରେ ପ୍ରଥମ ଶ୍ରେଣୀର ଟିକେଟ୍ ଥାଏ। ରାତି 9ଟା ବେଳକୁ ଟ୍ରେନ୍ ଯାଇ ପହଞ୍ଚିଲା ମରିଟ୍ସବର୍ଗ ପ୍ଲାଟଫର୍ମରେ। ମରିଟ୍ସବର୍ଗର ପ୍ଲାଟଫର୍ମରେ ଯେତେବେଳେ ଟ୍ରେନ୍ ଯାଇ ଅଟକିଥାଏ, ସେତିକି ବେଳେ ଜଣେ ଗୋରା ଲୋକ ଗାନ୍ଧିଜୀ ବସିଥିବା ପ୍ରଥମ ଶ୍ରେଣୀ ଡବା ଭିତରକୁ ପ୍ରବେଶ କଲେ ଏବଂ ଗାନ୍ଧିଜୀଙ୍କୁ ଦେଖି ସେ ପୁଣି ଓହ୍ଲାଇଗଲେ। କିଛି ସମୟ ପରେ ସେ 2 ଜଣ ରେଲୱେ ଅଫିସରଙ୍କୁ ଧରି ସେ ଡବା ଭିତରକୁ ପୁନର୍ବାର ପ୍ରବେଶ କଲେ ଏବଂ ଅଫିସର ଦ୍ୱୟ ଗାନ୍ଧିଜୀଙ୍କୁ କହିଲେ ଯେ ସେ ଯାଇକରି ତୃତୀୟ ଶ୍ରେଣୀ ଡବାରେ ବସନ୍ତୁ। କିନ୍ତୁ ଗାନ୍ଧିଜୀ ଥିଲେ ନଛୋଡ଼ବନ୍ଧା। ସେ ତାଙ୍କୁ ସିଧାସଳଖ ମନା କଲେ ଏବଂ କହିଲେ ଯେ ତାଙ୍କ ପାଖରେ ପ୍ରଥମ ଶ୍ରେଣୀ ଟିକେଟ୍ ଥିବା ସତ୍ତ୍ୱେ ସେ କାହିଁକି ତୃତୀୟ ଶ୍ରେଣୀ ଡବାରେ ଯାଇ ବସିବେ। ଅଫିସର ଜଣକ ଗାନ୍ଧିଜୀଙ୍କର ଏହି କଥାକୁ ଆଦୌ କର୍ଣ୍ଣପାତ କଲେ ନାହିଁ। ବରଂ ସେମାନେ କହିଲେ ଯଦି ଗାନ୍ଧିଜୀ ତାଙ୍କ କଥା ନ ଶୁଣନ୍ତି ତାହେଲେ ପୋଲିସ ଡକାଇ ତାଙ୍କୁ ତୃତୀୟ ଶ୍ରେଣୀ ଡବାକୁ ନେଇକି ବସାଇ ଦିଆଯିବ। ଏହା କହି ସେମାନେ ଓହ୍ଲାଇ ଗଲେ। କିଛି ସମୟ ପରେ ଜଣେ କନେଷ୍ଟବଳ ଆସିଲେ ଏବଂ ଗାନ୍ଧିଜୀଙ୍କୁ ଟାଣି ଟାଣି ପ୍ଲାଟଫର୍ମକୁ ନେଇଗଲେ। ତା ସହିତ ଗାନ୍ଧିଜୀଙ୍କର ଯେଉଁ ଜିନିଷପତ୍ର ଥିଲା ତାକୁ ଟ୍ରେନ୍ରୁ ସବୁ ଫିଙ୍ଗିଦେଲେ। ଗାନ୍ଧିଜୀ ପ୍ଲାଟଫର୍ମରେ ରହିଲେ। ଗାନ୍ଧିଜୀ ତୃତୀୟ ଶ୍ରେଣୀ ଡବାକୁ ଗଲେ ନାହିଁ। ୟା ଭିତରେ ଟ୍ରେନ୍ ଛାଡ଼ିଦେଲା। ଗାନ୍ଧିଜୀ ସେଇ ଶୀତ ରାତିରେ ସେଇ ପ୍ଲାଟଫର୍ମର ପ୍ରତୀକ୍ଷାଳୟରେ ରହିଲେ ସିନା, କିନ୍ତୁ ଗାନ୍ଧିଜୀ ତାଙ୍କର ପ୍ରତିବାଦ କରିବା ବନ୍ଦ କଲେ ନାହିଁ। ୟା ଭିତରେ ଗାନ୍ଧିଜୀଙ୍କ ଜିନିଷପତ୍ର ସବୁ ରେଲୱେ କର୍ତ୍ତୃପକ୍ଷ ନେଇଯାଇଥାନ୍ତି। ପ୍ରବଳ ଶୀତ ସତ୍ତ୍ୱେ ଗାନ୍ଧିଜୀ ତାଙ୍କ କୋଟ୍ ଇତ୍ୟାଦି ଶୀତବସ୍ତ୍ର ଯେଉଁ ଥାଏ ତାକୁ ମଧ୍ୟ ମାଗିଲେ ନାହିଁ ରେଲୱେ କର୍ତ୍ତୃପକ୍ଷଙ୍କୁ ଏବଂ ରାତିସାରା ସେହି ପ୍ରତୀକ୍ଷାଳୟରେ କଟାଇଲେ। ସେହି ରାତିରେ ଗାନ୍ଧିଜୀଙ୍କ ମନରେ ଅନେକ ପ୍ରଶ୍ନ ଆସିଛି। ଗାନ୍ଧୀ ଭାବୁଛନ୍ତି ସେ ଦକ୍ଷିଣ ଆଫ୍ରିକାରେ ରହିବେ ନା ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଯିବେ। ଯଦି ଦକ୍ଷିଣ ଆଫ୍ରିକାରେ ରହିବେ ତାହେଲେ ଅନ୍ତତଃ ବର୍ଷେ ରହିବେ ନା କେତେ ଦିନ ରହିବେ, ନା ଦକ୍ଷିଣ ଆଫ୍ରିକାରେ ରହିକରି ଲୋକମାନଙ୍କର ଅଧିକାର ପାଇଁ, ଲୋକମାନଙ୍କର ସ୍ୱାଧୀନତା ପାଇଁ ତାଙ୍କର କଥା କହିବେ, ସଂଗ୍ରାମ କରିବେ। ଏମିତି ଗାନ୍ଧୀ ଭାବୁଥାନ୍ତି ଏବଂ ପରିଶେଷରେ ଅନେକ ଚିନ୍ତା ପରେ ଗାନ୍ଧିଜୀ ଠିକ୍ କଲେ ଯେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ନାହିଁ ଏବଂ ଦକ୍ଷିଣ ଆଫ୍ରିକାରେ ରହି ଲୋକଙ୍କ ଅଧିକାର ପାଇଁ ସେ ସଂଗ୍ରାମ କରିବେ।